ଜଣେ ସୁନାରୀର କାହାଣୀ ପ୍ରକୃତ ଏବଂ ନକଲି ଚିହ୍ନଟ। ଗୋଟିଏ ପୁଅ ତାଙ୍କ ପରିବାର ସହିତ ରହୁଥିଲା। ତାଙ୍କ ପିତା ଜଣେ ସୁନାରୀ ଥିଲେ। ଦିନେ ତାଙ୍କ ପିତା ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲା ଏବଂ ଶେଷରେ ସେ ମୃତ୍ୟୁବରଣ କଲେ। ପିତାଙ୍କ ମୃତ୍ୟୁ ପରେ ପରିବାର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ ମା' ଘର ଚଳାଇବା ପାଇଁ ପୁଅକୁ ବହୁମୂଲ୍ୟର ହାର ଦେଇ ତାଙ୍କୁ କହିଲେ, ମାମୁଙ୍କ ଦୋକାନରେ ଦେଖାଇବ। ସେ ମଧ୍ୟ ଜଣେ ସୁନାରୀ, ଏହାକୁ ବିକ୍ରୟ କରି ଟଙ୍କା ଆଣ। ଯେତେବେଳେ ପୁଅ ଏହି ହାରଟିକୁ ମାମୁଁକୁ ଦେଖାଇଲେ, ମାମୁଁ ହାରଟିକୁ ଭଲ ଭାବରେ ଦେଖି କହିଲା ଯେ ବଜାରରେ ବର୍ତ୍ତମାନ ବହୁତ ଧୀର। ଯଦି ତୁମେ କିଛି ସମୟ ଅପେକ୍ଷା କରି ବିକ୍ରୟ କର, ତୁମେ ଭଲ ମୂଲ୍ୟ ପାଇବ। ବର୍ତ୍ତମାନ ପାଇଁ ତୁମେ ମୋ ଦୋକାନରେ କାମ କରିପାରିବ। ଯାହା ବି ହେଉ, ମୋର ଜଣେ ନିର୍ଭରଯୋଗ୍ୟ ପୁଅ ଦରକାର। ପୁଅଟି ପରଦିନଠାରୁ ଦୋକାନ କାମ ଶିଖିବା ଆରମ୍ଭ କଲା। ସେଠାରେ ସେ ହୀରା ଏବଂ ରତ୍ନ ପରୀକ୍ଷା କରିବାର କାର୍ଯ୍ୟ ଶିଖାଇ ଯାଇଥିଲେ। ଏବେ ସେହି ପୁଅର ଘରେ କୌଣସି ଆର୍ଥିକ ସମସ୍ୟା ନାହିଁ। ଧୀରେ ଧୀରେ ରତ୍ନ ପରୀକ୍ଷା କରିବାରେ ତାଙ୍କର ଖ୍ୟାତି ଦୂର ସହରକୁ ବ୍ୟାପିବାରେ ଲାଗିଲା। ବହୁ ଦୂରରୁ ଲୋକମାନେ ତାଙ୍କ ଅଳଙ୍କାର ପରୀକ୍ଷା କରିବାକୁ ତାଙ୍କ ନିକଟକୁ ଆସିବାକୁ ଲାଗିଲେ। ଥରେ ମାମୁଁ ତାଙ୍କୁ ଡାକି ବିକ୍ରୟ କରିବାକୁ ଚାହୁଁଥିବା ହାରଟି ଆଣିବାକୁ କହିଲେ। ପିଲାଟି ଘରକୁ ଯାଇ ମା'ଙ୍କ ହାରକୁ ହାତରେ ଧରି ଯତ୍ନର ସହ ଦେଖିଲେ। ସେ ଜାଣିଲେ ଯେ ହାରଟି ନକଲି ଅଟେ। ସେ ସଙ୍ଗେ ସଙ୍ଗେ ମାମୁଁ ପାଖକୁ ଦୌଡ଼ିଗଲେ ଏବଂ ପଚାରିଲେ, ମାମୁଁ, ଯେତେବେଳେ ଏହି ହାରଟି ବିକ୍ରୟ କରିବାକୁ ଆସିଥିଲି, ତୁମେ ମୋତେ କାହିଁକି ସତ କହିଲ ନାହିଁ? ଏହି ମାମୁଁ କହୁଛନ୍ତି ଯେ ଯଦି ମୁଁ ତୁମକୁ ସେହି ସମୟରେ ସତ କହିଥାନ୍ତେ, ତୁମେ ଭାବିଥାନ୍ତ ଯେ ତୁମର ସଙ୍କଟ ସମୟରେ ମୋତେ ମାମୁଁ ତୁମର ମୂଲ୍ୟବାନ ହାରକୁ ନକଲି ବୋଲି କହୁଥିଲେ ଏବଂ ତୁମେ ମୋତେ ବିଶ୍ୱାସ କରିନଥାନ୍ତ। କିନ୍ତୁ ଆଜି ଯେତେବେଳେ ତୁମେ ନିଜେ ପାଇବ ଅଳଙ୍କାର ପରୀକ୍ଷା କରିବା ପାଇଁ ଜ୍ଞାନ ଯଦି ଏହା କରାଯାଇଥାଏ, ତେବେ ଆପଣ ପ୍ରକୃତ ଏବଂ ନିଜକୁ ନକଲି କରିପାରିବ।